ବହୁତ ଦିନ ତଳର କଥା। ସେଦିନ ଜଙ୍ଗଲରେ ଖୁସିର ମହଲ ଥିଲା, କାରଣ ଜଙ୍ଗଲର ସରପଞ୍ଚ ପୁଅର ବାହାଘର ଥିଲା। ବଗୁଲି କାଉ ନାମରେ ସେ ଜଙ୍ଗଲରେ ଗୋଟିଏ ସରପଞ୍ଚ ଥିଲା। ସେ ସିନା ଗୋଟିଏ କାଉ ଥିଲା, ହେଲେ ତାର ଦୁଇଟି ପୁଅ ଚଢ଼େଇ ଥିଲେ। କାରଣ ବଗୁଲା କାଉ ସେ ଜଙ୍ଗଲର ଗୋଟିଏ ସୁନ୍ଦରୀ ଚଢ଼େଇକୁ ପ୍ରେମ ବିବାହ କରିଥିଲା। ସେଥିଲାଗି ତାର ଦୁଇଟି ପୁଅ ଚଢ଼େଇ ପରି ଦେଖା ହୁଅନ୍ତି। ସେଦିନ ସିନା ବଗୁଲା କାଉ ବଡ଼ ପୁଅ ମୁନାର ବାହାଘର ଥିଲା, ହେଲେ ସାନ ପୁଅ ଟୁନା ସେଦିନ ସମସ୍ତଙ୍କ ଠାରୁ ବହୁତ ଖୁସି ଥିଲା। କାରଣ ତାଙ୍କ ଘରକୁ ନୂଆ ଭାଉଜ ଆସିବେ ଓ ତାକୁ ଖାଇଲା ବେଳେ ନୂଆ ନୂଆ ଖାଦ୍ୟ ପରସିକି ଦେବେ। ମୁନା ଚଢ଼େଇର ବାହାଘରରେ ପ୍ରସେସନ ହବ ବୋଲି ସେଦିନ ସନ୍ଧ୍ୟା ବେଳୁ ଶୀଘ୍ର ଶୀଘ୍ର ଡିଜେ ଗାଡ଼ି ତାଙ୍କ ଘର ପାଖକୁ ଆସିଲା ଓ ଡିଜେ ଗାଡ଼ି ପଛେ ପଛେ ବରର କାର ସଜା ହୋଇକି ଆସିଲା। କିଛି ସମୟ ଭିତରେ ଶଙ୍ଖ ହୁଳହୁଳି ସହିତ ବାଜା ବାଣ ଫୁଟିବାକୁ ଲାଗିଲା ଓ ଠିକ୍ ସେହି ସମୟରେ ମୁନା ବର ଭେଷ ହୋଇ ତାର ସଜା ଯାଇଥିବା କାରରେ ବସିଲା। ତାପରେ ସାନ ପୁଅ ଟୁନା ତାଙ୍କେ ମଦ ପିଇ ଦେଇ ତା ସାଙ୍ଗମାନଙ୍କ ସହ ଡିଜେ ଗାଡ଼ି ଆଗରେ ନାଚିବାକୁ ଲାଗିଲା। ସେଦିନ ମୁନା ମନ ଖୁସିରେ ବାହା ହବା ପାଇଁ ଡିଜେ ଗାଡ଼ି ବଜେଇ ବଜେଇ ଗଲା। ତା କିଛି ଘଣ୍ଟା ପରେ ସେମାନେ ଝିଅ ଘରେ ପହଞ୍ଚିଗଲେ ଓ ମୁନାର ଭଲରେ ଭଲରେ ବାହାଘର ସରିଗଲା ଓ ବଗୁଲା କାଉ ନିଜ ବୋହୂ ଓ ପୁଅକୁ ଧରି ନିଜ ଘରକୁ ନେଇ ଆସିଲେ। ହେଲେ ସାନ ପୁଅ ଟୁନା ତା ଘରକୁ ନ ଆସି ଜଙ୍ଗଲର ଗୋଟିଏ ଆମ୍ବ ବଗିଚାକୁ ଗଲା। କାରଣ ସେ ଆମ୍ବ ବଗିଚାରେ ମିନି ନାମକ ଗୋଟିଏ ଚଢ଼େଇ ତାକୁ ଅପେକ୍ଷା କରି ରହିଥିଲା। ଠିକ୍ ସେହି ସମୟରେ ଟୁନା ମିନି ପାଖରେ ପହଞ୍ଚିଛି କି ନାହିଁ, ହଠାତ୍ ମିନି ରାଗିକି କହିଲା, ଆଜିଠୁ ତମର ମୋର ବ୍ରେକଅପ୍। ତମ ଭଳି ମଧୁଆକୁ ଯଦି ମୁଁ ବାହା ହେବି ତେବେ ମୋ ଜୀବନ ନଷ୍ଟ ହୋଇଯିବ। ସେଥିଲାଗି ମୋ ବାପା ମୋ ଲାଗି ଗୋଟିଏ ସରକାରୀ ଚାକିରିଆ ପୁଅ ଖୋଜୁଛନ୍ତି। ଆଜିଠୁ ତମେ ମତେ କଲ୍ କରିବନି କି ମେସେଜ କରିବନି। ମୁଁ ଚାଲିଲି, ବାଏ। ଏହା କହି ଟୁନାର ଗର୍ଲଫ୍ରେଣ୍ଡ ମିନି ସେଠାରୁ ଚାଲିଗଲା। ମିନିର କଥା ଶୁଣି ଟୁନା ବହୁତ ଭାଙ୍ଗି ପଡ଼ିଲା, କାରଣ ସେ ତାକୁ ହାର୍ଟଲି ଭଲ ପାଉଥିଲା। ସେହିଦିନ ଟୁନା ନିଷ୍ପତ୍ତି ନେଲା ଯେ ସେ ଆଉ କେବେ ବି ବିବାହ କରିବନି କି କାହାକୁ ଭଲ ପାଇବନି। ଏମିତି କିଛି ଦିନ ବିତିଗଲା। ଟୁନା ତା ପରିବାର ସହ ବହୁତ ଖୁସିରେ ଥିଲା। ହଠାତ୍ ସେଦିନ ସକାଳୁ ସକାଳୁ ମୁନାର ସ୍ତ୍ରୀ ମିନୁ ଚଢ଼େଇ ଦୌଡ଼ି ଦୌଡ଼ି ମୁନା ପାଖକୁ ଆସିଲା ଓ ତାକୁ ଖୁସି ହୋଇ କହିଲା, ଆଜି ମୁଁ ତୁମକୁ ଗୋଟିଏ ଖୁସି ଖବର ଦେବି। ତମେ ଶୁଣିଲେ ଖୁସିରେ ପାଗଳ ହେଇଯିବ। ଶୁଣ, ଆଉ କିଛି ଦିନ ଭିତରେ ଆମ ଘରେ ତମେ କୁଆଁ କୁଆଁର ଶବ୍ଦ ଶୁଣିବ। କାରଣ ମୋ ମା ହେବାକୁ ଯାଉଛି ଆଉ ତମେ ବାପା ହେବାକୁ ଯାଉଛ। ମିନୁ ଚଢ଼େଇର କଥା ଶୁଣି ମୁନା ବହୁତ ଖୁସି ହୋଇଗଲା ଓ କହିଲା, କଣ କହିଲ? ମୁଁ ବାପା ହେବାକୁ ଯାଉଛି? ଆରେ ବା, ଆରେ କଣ ଖୁସି ଖବର ନ ଜଣେଇଲ? ମୁନା ଏହା କହି ଖୁସିରେ ଚାରିଆଡେ ମିଠା ବାଣ୍ଟିବାକୁ ଲାଗିଲା। ଏଣେ ଟୁନା ଦାଦା ହବା ଖୁସିରେ ମାର୍କେଟରୁ ବହୁତ ଗୁଡାଏ ଖେଳଣା କିଣି ଆଣିଲା ଓ ତା ଭାଉଜ ପାଖକୁ ଯାଇ ସବୁତକ ଖେଳଣା ଗୁଡ଼ିକୁ ଗଦା କରିଦେଲା ଓ କହିଲା, ଭାଉଜ, ଆମ ଘରକୁ ଯୋଉ କୁନି ପିଲାଟି ଆଉଛି ଏସବୁ ଖେଳଣା ତାର। ଆଜିଠୁ ତମେ ଆଉ ଆମ ଘରେ କାମ ଧନ୍ଦା କରିବନି। ତମେ ସବୁବେଳେ ରେଷ୍ଟ ନବ। ଯେତେବେଳେ ବି ଯାହା ବି ଦରକାର ପଡିବ ମତେ କହିବ। ମୁନା ଏହା କହିଛି କି ନାହିଁ, ହଠାତ୍ ତାଙ୍କ ଘର ବାହାରେ କିଏ ଗୋଟିଏ କଲିଂ ବେଲ ବଜେଇବାକୁ ଲାଗିଲା। କଲିଂ ବେଲର ଆବାଜ ଶୁଣି ମୁନା ଘର ବାହାରକୁ ଗଲା ଓ ଦେଖିଲା ଘର ଆଗରେ ଡାକବଲା ଠିଆ ହୋଇଛି। ଠିକ୍ ସେହି ସମୟରେ ଡାକବଲା ମୁନାକୁ ଗୋଟିଏ ଚିଠି ଦେଲା ଓ ସେ ଚିଠିଟି ତା ବଡ ଭାଇର ଥିଲା। ଠିକ୍ ସେହି ସମୟରେ ମୁନା ଚିଠିଟିକୁ ଖୋଲି ପଢିଲା ଓ ସେ ଚିଠିରେ ଲେଖା ଯାଇଥିଲା ଯେ ତା ବଡ ଭାଇର ଆର୍ମିରେ ଚାକିରି ହେଇଯାଇଛି। ନିଜ ଭାଇ ସୈନିକ ହବା କଥା ଶୁଣି ଟୁନା ଖୁସିରେ ଦୌଡ଼ି ଦୌଡ଼ି ତା ଭାଉଜ ପାଖକୁ ଗଲା ଓ ତା ଭାଉଜକୁ ସବୁ କଥା କହିଲା। ଭାଉଜ, ବଡ ଭାଇର ଚାକିରି ହେଇଯାଇଛି। ସେ ଆର୍ମିରେ ଜଏନ୍ କରିବ ବୋଲି ତା ପାଖକୁ ଲେଟର ଆସିଛି। ଟୁନାର ଭାଉଜ ମିନୁ ଚଢ଼େଇ ଏକଥା ଶୁଣି ବହୁତ ଖୁସି ହୋଇଗଲା। ସେଦିନ ତାଙ୍କ ଘରେ ଦୁଇଟା ଖୁସିର ମହଲ ଥିଲା। ତା କିଛି ଦିନ ପରେ ମୁନା ଚାକିରି କରିବା ପାଇଁ ବିଦେଶ ଚାଲିଗଲା। ସେଦିନ ମିନୁ ଚଢ଼େଇ ବହୁତ ମନ ଦୁଃଖରେ ଥିଲା,
କାରଣ ତାର ଆଉ କିଛି ଦିନ ପରେ ପିଲାପିଲି ହବାର ଥିଲା। ସେ ଚାହୁଁଥିଲା ତାର ପିଲାପିଲି ହେଇ ସାରିଲା ପରେ ତା ସ୍ୱାମୀ ତା ପିଲାକୁ ଦେଖି ଯାଇଥାନ୍ତେ। ସେଦିନ ମିନୁ ଚଢ଼େଇ ଜମାରୁ ଖାଇ ନଥିଲା, କାରଣ ତା ସ୍ୱାମୀ ତା ପାଖରେ ନଥିଲେ। ତାକୁ ଏକୁଟିଆ ଲାଗୁଥିଲା। ତା କିଛି ଘଣ୍ଟା ପରେ ମିନୁ ଘରେ ବସି ନ୍ୟୁଜ ଦେଖୁଥିଲା। ହଠାତ୍ ସେ ଶୁଣିବାକୁ ପାଇଲା ତା ସ୍ୱାମୀ ଯେଉଁ ଟ୍ରେନରେ ବସି ଯାଇଥିଲେ ସେ ଟ୍ରେନଟିର ଦୁର୍ଘଟଣା ହୋଇଯାଇଛି, ଆଉ ସେଥିରେ ବସିଥିବା ସବୁ ଯାତ୍ରୀମାନଙ୍କର ଦେହାନ୍ତ ହୋଇଯାଇଛି। ଏହା ଶୁଣି ମିନୁ ଛାତି ଫଟେଇ କାନ୍ଦିବାକୁ ଲାଗିଲା ଓ ଟୁନା ତା ଭାଇକୁ ଖୋଜିବା ପାଇଁ ସେ ରେଳ ଦୁର୍ଘଟଣା ପାଖକୁ ଗଲା, ହେଲେ ତା ଭାଇର ଶବକୁ ପାଇଲା ନାହିଁ। ସେଦିନ ବଗୁଲି କାଉ ଘରେ ଦୁଃଖର ଛାୟା ଖେଳେଇ ଯାଇଥିଲା। ବଗୁଲି କାଉକୁ ଏମିତି ଲାଗୁଥିଲା ଯେମିତି ତାର ଡାହାଣ ହାତଟି ଛିଣ୍ଡି ଯାଇଛି। ଏମିତି କିଛି ଦିନ ପରେ ମିନୁ ଚଢ଼େଇ ଅଣ୍ଡାରୁ ଗୋଟିଏ କୁନି ଚଢ଼େଇଟିଏ ବାହାରିଲା। ଏମିତି ଲାଗୁଥିଲା ବଗୁଲି କାଉର ବଡ଼ ପୁଅ ତା ଘରକୁ ଫେରି ଆସିଛି ଓ ଟୁନା ମନେ ମନେ ଭାବୁଥିଲା ଯେମିତି ତା ବଡ଼ ଭାଇର ଦ୍ୱିତୀୟ ଜନ୍ମ ହୋଇଛି। ଠିକ୍ ସେହି ସମୟରେ ମିନୁ ଚଢ଼େଇର ବାପା ତାଙ୍କ ଘରକୁ ମିଠା ନେଇକି ଆସିଲେ। ମିନୁ ତା ବାପାକୁ ଦେଖି ବହୁତ ଖୁସି ହୋଇଗଲା। ସେଦିନ ମିନୁର ବାପା ଚାନ୍ଦୁ ବାବୁ ତାଙ୍କର ସମୁଦି ବଗୁଲା କାଉକୁ ମିନୁ ବିଷୟରେ କିଛି କହିବାକୁ ଚାହୁଁଥିଲେ। ଠିକ୍ ସେହି ସମୟରେ ଚାନ୍ଦୁ ବାବୁ ତାଙ୍କ ସମୁଦି ବଗୁଲା କାଉକୁ କହିଲେ, ଆରେ ସମୁଦି, ମୁଁ ଆପଣଙ୍କୁ କିଛି କହିବାକୁ ଚାହୁଁଛି। ମୋ ଝିଅ ତ ଅଭାଗିନୀଟା, ଅଧା ବୟସରେ ସ୍ୱାମୀକୁ ହରେଇଲା। ଯଦି ଆପଣଙ୍କର କିଛି ଆପତ୍ତି ନଥାଏ ମୁଁ ମୋ ଝିଅର ଦ୍ୱିତୀୟ ବିବାହ କରିବି। ଆମ ଗାଁରେ ଗୋଟିଏ ଭଲ ପୁଅଟିଏ ଅଛି। ସେ ମିନୁର ସବୁ କଥା ଜାଣି ତାକୁ ନିଜର କରିବାକୁ ରାଜି ହେଇଯାଇଛି। ଆଉ ସବୁଠୁ ବଡ଼ କଥା ହେଲା ମିନୁର ପୁଅକୁ ବି ସେ ନିଜର କରିବ। ଖାଲି ଆପଣ ଯଦି ହଁ ମାରିବେ ତେବେ ମୁଁ ମୋ ଝିଅକୁ ସେଠାରେ ବାହା କରେଇଦେବି। ବିଚାରୀ ଏକୁଟିଆ କେତେ ଦିନ ରହିବ? କାଲି ସକାଳେ ତା ପୁଅ ବଡ଼ ହେଇ ପାଠ ସାଠ ପଢିବ, ତାର ଦାୟିତ୍ୱ କିଏ ନେବ? ଚନ୍ଦୁ ବାବୁଙ୍କ କଥା ଶୁଣି ବଗୁଲା କାଉ ଓ ଟୁନା ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ଟୁନା ତା ଭାଇ ପୁଅକୁ ବହୁତ ଭଲ ପାଉଥିଲା। ସେ ଜମାରୁ ଚାହୁଁନଥିଲା ଯେ ତାର ଭାଉଜ ଓ ତାଙ୍କ କୁନି ପୁଅ ତାଙ୍କଠୁ ଅଲଗା ହେଇଯାଆନ୍ତୁ। ତେଣୁ ସେ ମନେ ମନେ ଭାବିଲା, ଆରେ ମୋ ଭାଉଜ ଯଦି ଅନ୍ୟ ଜାଗାରେ ବାହା ହେଇଯିବ ତେବେ ସେ ତା ପୁଅକୁ ନେଇକି ଏଠୁ ପଳେଇବ। ନା ନା, ଏହା ମୁଁ କେବେ ବି କରେଇଦେବିନି। ମୁଁ ମୋ ଭାଇ ପୁଅର ସବୁ ଦାୟିତ୍ୱ ନେବି, ତାକୁ ପାଠ ସାଠ ପଢେଇବି ଆଉ ବଡ଼ ମଣିଷ କରେଇବି। ଏହା ଭାବି ଟୁନା ତା ଭାଉଜକୁ ବିବାହ କରିବା ପାଇଁ ତା ବାପାକୁ କହିଲା। ଏକଥା ଟୁନାର ଭାଉଜ ଜାଣି ସେ ମଧ୍ୟ ରାଜି ହୋଇଗଲେ। ଟୁନାର ବାପା ମା ମଧ୍ୟ ନିଜର ସାନ ପୁଅକୁ ମିନୁ ଚଢ଼େଇ ସହ ବିବାହ କରିବା ପାଇଁ ବହୁତ ଖୁସି ଥିଲେ। ତା କିଛି ଦିନ ଭିତରେ ଟୁନା ତା ଭାଉଜ ମିନୁ ଚଢ଼େଇକୁ ବିବାହ କରିଲା ଓ ସେହି ଦିନଠାରୁ ବଗୁଲା କାଉର ପରିବାର ଖୁସିରେ ରହିଲେ। ବହୁତ ଦିନ ତଳର କଥା। ଗୋଟିଏ ଜଙ୍ଗଲରେ ଝୁମୁରି ନାମକ ଗୋଟିଏ ସୁନ୍ଦରୀ ଚଢ଼େଇ ରହୁଥିଲା। ଝୁମୁରିର ବିବାହ କରିବା ସମୟ ହୋଇଯାଇଥିଲା। ସେଥିଲାଗି କାଳୁ କାଳୁ ଶିଆଳ ଓ ବିଲେଇ ଝୁମୁରିକୁ ବିବାହ କରିବା ପାଇଁ ତା ପଛରେ ସବୁବେଳେ ଲାଗିଥିଲେ। ଝୁମୁରି ଜଙ୍ଗଲରେ ଯୁଆଡ଼େ ବି ବୁଲିବାକୁ ଯାଉଥିଲା କାଳୁ କାଳୁ ଶିଆଳ ଓ ବିଲେଇ ତା ପଛେ ପଛେ ଧାଉଁଥିଲେ। ଥରକର କଥା, ଥରେ ତିନି ସାଙ୍ଗ ମିଶି ଝୁମୁରି ଘରକୁ ନିଜ ନିଜ ବିବାହ ପ୍ରସ୍ତାବ ନେଇକି ଗଲେ। ଝୁମୁରି ଘରେ ପହଞ୍ଚି ହଠାତ୍ ଶିଆଳ ଝୁମୁରିକୁ କହିଲା, ଝୁମୁରି, ଆମେ ତିନି ଜଣ ତତେ ବହୁତ ଭଲ ପାଉଛୁ। ବର୍ଷେ ହେଲାଣି ତୋରି ପଛରେ ଧାଉଁଛୁ। ହେଲେ ଆଜି ଆମେ ଜାଣିବାକୁ ଚାହୁଁଛୁ ଆମ ତିନି ଜଣଙ୍କ ମଧ୍ୟରୁ ତୁ କାହାକୁ ଅଧିକ ଭଲ ପାଉଛୁ। କାରଣ ଆମେ ତତେ ବିବାହ କରିବାକୁ ଚାହୁଁଛୁ। ଜଲ୍ଦି ତୁ ତୋ ମନ କଥା ଆମକୁ କହିଦେ। କିଏ ଆମ ମାନଙ୍କ ଭିତରୁ ତୋ ମନରେ ଅଛି? ଝୁମୁରି ଏହା ଶୁଣି ସବୁ ବୁଝିଗଲା। ତେଣୁ ସେ ଚାଲାକ କରି ସେ ତିନି ଜଣଙ୍କୁ କହିଲା, ଶୁଣ, ତମ ମାନଙ୍କ ମନ ଦୁଃଖ ମୁଁ କରିବାକୁ ଚାହୁଁନି। ଯଦି ତମେ ମାନେ ମତେ ସତରେ ଭଲ ପାଉଛ ତେବେ ଜଣ ଜଣ କରି ମୋ ସହିତ ଗୋଟିଏ ଗୋଟିଏ ଦିନ ରହିବ। ଯିଏ ମତେ ଅଧିକ ଭଲ ପାଇବ ମୁଁ ତାକୁ ହିଁ ବିବାହ କରିବି। ଝୁମୁରିର କଥା ଶୁଣି ଶିଆଳ ଖୁସି ହୋଇ କହିଲା, ଆରେ ବାଃ, ଇଏ ତ ବହୁତ ବଢିଆ କଥା। ଝୁମୁରି, ମୁଁ ତୋ ସହିତ ପ୍ରଥମେ ରହିବି। ଆଉ ଏମିତି ତତେ ସେଦିନ ଭଲ ପାଇବି ତୁ
କିନ୍ତୁ ମୋ ବିଲ ଜମାରୁ ରହିପାରିବୁନୁ। ହଠାତ୍ ଶିଆଳ ଏହା କହିଛି କି ନାହିଁ ବିଲେଇ ହସି ହସି କହିଲା, ଆଲେ ଝୁମୁରି, ଏ ଶିଆଳ ମାସକରେ ଥରେ ଗାଧାଏ। ତୁ ଯାଉନୁ ତା ପାଖକୁ ଯାଇ ଟିକେ ଶୁଙ୍ଘିବୁ, ସେ ପଚାଳିଆ ଗନ୍ଧଉଥିଲା। ତୁ ତା ପାଖରେ ଗୋଟିଏ ଦିନ କଣ ମିନିଟିଏ ବି ରହିପାରିବୁନୁ। ଏଇ ମତେ ଦେଖ, ମୁଁ କେତେ ହ୍ୟାଣ୍ଡସମ୍ ଅଛି। ତୁ ମତେ ଯଦି ବାହା ହବୁ ବହୁତ ଖୁସିରେ ରହିବୁ। ବିଲେଇର କଥା ସରିଛି କି ନାହିଁ କାଳୁ କାଉ କହିଲା, ଝୁମୁରି, ଥରଟେ ମୋ ସହିତ ମିଶିକି ଦେଖେ। ମୁଁ ସିନା ଦେଖିବାକୁ କଳା, ହେଲେ ମୋ ହୃଦୟ ପୁରା କାଗଜ ପରି ଧାରାଳ। ମୋର କାହା ସହିତ ଲଫଡ଼ା ନାହିଁ, ସେଥିଲାଗି ଜଙ୍ଗଲରେ ମତେ ଭଦ୍ର କାଉ ବୋଲି ଡାକନ୍ତି। ଏହିପରି ଚିକିଣିଆ କଥା କହି ତିନି ସାଙ୍ଗ ଝୁମୁରିକୁ ଇମ୍ପ୍ରେସ କରିବାକୁ ଲାଗିଲେ। ଠିକ୍ ସେହି ସମୟରେ ଝୁମୁରି ସ୍ଥିର କଲା କାଲିଠୁ ଶିଆଳ ତା ସହିତ ଗୋଟିଏ ଦିନ ବିତେଇବ ଓ ତାପରେ କାଉ ଓ ବିଲେଇ ଗୋଟିଏ ଗୋଟିଏ ଦିନ ରହିବେ। ଝୁମୁରିର କଥା ଶୁଣି ତିନି ସାଙ୍ଗ ବହୁତ ଖୁସି ହୋଇଗଲେ ଓ ନିଜ ନିଜ ଘରକୁ ଚାଲିଗଲେ। ସେଦିନ ରାତିରେ ଝୁମୁରି ଚିନ୍ତା କଲା ସେ ତିନି ଜଣକୁ ପାନେ ଲେଖା ଦବ। ଆରେ, ତିନି ଜଣ ମତେ ଜଙ୍ଗଲରେ ରହିବାକୁ ଦେବେନି। ଏମାନେ ସବୁବେଳେ ମୋ ପଛରେ ପଡିଛନ୍ତି ଆଉ ମତେ ହଇରାଣ କରୁଛନ୍ତି। ଏମାନଙ୍କୁ ପାଣି ନଦେଲେ ଏମାନେ ଚେତିବେନି। ଏହା ଭାବି ଝୁମୁରି ସେଦିନ ରାତିରେ ମୂଳା ଓ ଚେନାଚୁରୁ ପେଟେ ଖାଇଗଲା ଓ ସେଦିନ ସେ ଆଉ ଝାଡା ମଧ୍ୟ ଗଲା ନାହିଁ। ତା ପରଦିନ ଝୁମୁରି ସକାଳୁ ସକାଳୁ ଖାଲି କରିବାକୁ ଲାଗିଲା। ସେ ଏତେ ଦୁର୍ଗନ୍ଧ ହଉଥିଲା ଯେ ଯିଏ ବି ଶୁଙ୍ଘିବ ବେହୋସ ହୋଇଯିବ। ସେ ଯେଉଁ ଜାଗାରେ ପାଡ଼ିଲା ସେଠାରେ ଥିବା ଗଛ ସବୁ କଣ୍ଟା ହୋଇଗଲା। ଠିକ୍ ସେହି ସମୟରେ ଶିଆଳ ଝୁମୁରି ସହ ଗୋଟିଏ ଦିନ ରହିବାକୁ ଆସିଲା। ଶିଆଳ ଝୁମୁରିକୁ ଜଙ୍ଗଲକୁ ବୁଲେଇବାକୁ ନେଲା। ସେମାନେ ଗୋଟିଏ ଗଛ ମୂଳରେ ବସି ଗପସପ ହବାକୁ ଲାଗିଲେ। ଆଲେ ଝୁମୁରି, ଆଜି କଣ ଖାଇଛୁ? ଆଜି ମୁଁ ଘରେ ମଟନ କଷିଥିଲି। ମଟନ କଷା ଖାଇକି ଆସିଛି। ଆରେ ବା, ମଟନ ଖାଇଛୁ? ମଟନ ମୋର ବହୁତ ଫେଭରାଇଟ। ହେଲେ ତୁ ତ ମତେ ଡାକିଲୁନୁ, ନଟି ବାର୍ଡ। ଶିଆଳ ଏହା କହିଛି କି ନାହିଁ ଠିକ୍ ସେଇ ସମୟରେ ଝୁମୁରି ଭଁକିଣି ପାରିଦେଲା। ଧାନ ତମେ ପାରିଦେଲ? ଲୋ ମା, କି ଗନ୍ଧ ଲୋ। ଆଲୋ ଝୁମୁରି, ମଟନ ନା ଗୁହ ଖାଇଯାଇଛୁ? ମୋ ମୁଣ୍ଡ ବୁଲେଇ ଦଉଛି ଝୁମୁରି। ମୁଁ ଆଉ ଏଠି ରହିପାରିବିନି। ତୋ ସହିତ ଗୋଟିଏ ଦିନ କଣ, ସତରେ ମୁଁ ଗୋଟିଏ ମିନିଟ୍ ରହିପାରିବିନି। ମୁଁ ଯାଉଛି ଲୋ ମା। ଏହା କହି ଶିଆଳ ସେଠାରୁ ଚାଲିଗଲା। ତାପରେ କାଳୁ କାଉର ପାରିଥିଲା। ତା ପରଦିନ କାଳୁ କାଉ ସକାଳୁ ସକାଳୁ ଗାଧେଇ ପାଧେଇ ଦେହରେ ସେଣ୍ଟ ମାରି ହୋଇ ଝୁମୁରି ପାଖକୁ ଗଲା ଓ ସେମାନେ ଦୁଇ ଜଣ ମିଶି ଜଙ୍ଗଲକୁ ବୁଲିବାକୁ ଗଲେ। ହେଲେ କାଳୁ କାଉର ଟିକେ ମନ୍ଦ ଉଦ୍ଦେଶ୍ୟ ଥିଲା। ତେଣୁ ସେ ଝୁମୁରିକୁ ଜଙ୍ଗଲ ମଝିରେ ଥିବା ଏକ କଳା ଗୁମ୍ଫା ପାଖକୁ ନବାକୁ ଚିନ୍ତା କଲା। ଆଲୋ ଝୁମୁରି, ଆଲୋ ଆମେ ଜଙ୍ଗଲରେ କଣ ଖାଲିଟାରେ ବୁଲିବା? ତାହେଲେ ମୁଁ ତତେ ଗୋଟେ ନୂଆ ଜାଗାକୁ ନେଇଯିବି। ସେଠି ଆମକୁ ଡିଷ୍ଟର୍ବ କରିବାକୁ କେହି ନାହାନ୍ତି। ଆମେ ଆରାମରେ ବସି ଗପସପ ହବା। ଆଉ ସେଠି ପାଚିଲା ପାଚିଲା ଆମ୍ବ ମିଳିବ। ଆମେ ପେଟ ପୁରା ଖାଇକି ଆସିବା। ଏହା କହି କାଳୁ କାଉ ଝୁମୁରିକୁ ସେ ଆମ୍ବ ଟୋକା ପାଖରେ ଥିବା କଳା ଗୁମ୍ଫା ପାଖକୁ ନେଇଗଲା ଓ ସେମାନେ ସେ ଗୁମ୍ଫା ପାଖରେ ପହଞ୍ଚି ଆମ୍ବ ଖାଇବାକୁ ଲାଗିଲେ। ଆମ୍ବ ଖାଇସାରି ଗୁମ୍ଫା ଭିତରକୁ ଗପସପ ହବାକୁ ଗଲେ। ଆଲୋ ଝୁମୁରି, ଏ ଆମ୍ବ ଯେତେ ମିଠା, ତୋ କଥା ସେତେ ମିଠା। ଆଉ ତୁ ଦେଖିବାକୁ ଏ ଆମ୍ବ ପରି ଗୋଲ ଗାଲେ। ଝୁମୁରି, ଏ ଶିଆଳ ବିଲେଇ ବହୁତ ଠକ। ତୁ ମତେ ବାହା ହେଇଯା, ମୁଁ ତତେ ସବୁବେଳେ ଆମ୍ବ ଖାଇବାକୁ ଦେବି। ଆଉ କିଛି ଦିନ ଭିତରେ ମୁଁ ଗୋଟିଏ ବୁଲେଟ ଗାଡି ଆଣୁଛି। ତତେ ସେ ବୁଲେଟ ଗାଡିରେ ବସେଇ ଜଙ୍ଗଲରେ ଫଟ ଫଟ କରି ବୁଲେଇବି। କାଳୁ କାଉ ଏହା କହିଛି କି ନାହିଁ ଠିକ୍ ସେଇ ସମୟରେ ଝୁମୁରି ଭଁକିଣି ପାରିଦେଲା। ଝୁମୁରି ଯେମିତି ଭଁକିଣି ପାରିଲା ଠିକ୍ ସେଇ ସମୟରେ ସେ ଗୁମ୍ଫା ଭିତରେ ଥିବା ଗୋଟିଏ ଅସୁରୁଣୀର ନିଦ ଭାଙ୍ଗିଗଲା। ସେ ଉଠି ଦେଖିଲା ଗୋଟିଏ କାଉ ଓ ଚଢ଼େଇ ତା ଗୁମ୍ଫା ଭିତରେ ବସି ଆମ୍ବ ଖାଉଛନ୍ତି। ଏହା ଦେଖି ଅସୁରୁଣୀ ମନେ ମନେ ବହୁତ ଖୁସି ହୋଇଗଲା। ଠିକ୍ ସେଇ ସମୟରେ କାଉ ଝୁମୁରିକୁ କହିଲା, ଝୁମୁରି, ଆଲୋ ତୁ ଇଏ କି ପଚା ବାଡ ପାଡୁଛୁ? ଛି ଛି, ମୁଁ
ଏଠି ରହିପାରିବିନି, ମୁଁ ଯାଉଛି, ଖାଲି ମୁଳା ମୁଳା ଗନ୍ଧଉଥିଲ। ଏହା କହି କାଉ କାଉ ସେଠାରୁ ଚାଲି ଯାଉଥିଲା। ଠିକ୍ ସେହି ସମୟରେ ଅସୁରୁଣୀ ଉଡ଼ି ଉଡ଼ି ଯାଇ ସେ କାଳୁ କାଉକୁ ଧରି ପକାଇଲା ଓ ତାକୁ ସେଇଠାରେ ହିଁ କଞ୍ଚା କଡ଼ମଡ଼ କରି ଖାଇଗଲା। ବଢିଆ ଲାଗୁଛି, ଏ କାଉ ମାଂସ ଏତେ ସ୍ୱାଦିଷ୍ଟ, ଆଉ ଏ ଚଢେଇ ମାଂସ କେତେ ସ୍ୱାଦିଷ୍ଟ ନ ହୋଇଥିବ। ଅସୁରୁଣୀ ଏହା କହିଛି କି ନାହିଁ, ଝୁମୁରି ଡରି ଯାଇ ସେଠାରୁ ଦୌଡ଼ିବାକୁ ଲାଗିଲା। ଏଣେ ଅସୁରୁଣୀ ବି ଝୁମୁରିକୁ ଧରିବା ପାଇଁ ତା ପଛେ ପଛେ ଗଲା। ରହିଯା ରହିଯା ଚଢେଇ, ତତେ ମୁଁ ଖାଇବି, ରହ। କୁଆଡେ ଯାଉଛୁ, ଛାଡ଼ିବିନି ତତେ। ଝୁମୁରି ଦୌଡ଼ି ଦୌଡ଼ି ଗୋଟିଏ ଗଛ ପାଖରେ ଲୁଚିଗଲା। ଏଣେ ଅସୁରୁଣୀ ତାକୁ ଖୋଜି ଖୋଜି ଆଉ ପାଇଲା ନାହିଁ। ଶେଷରେ ସେ ତାର ଗୁମ୍ଫାକୁ ଚାଲିଗଲା। ତା ପରଦିନ ବିଲେଇର ପାଳି ଥିଲା। ବିଲେଇ ସେଦିନ ସକାଳୁ ସକାଳୁ ଝୁମୁରି ଘରକୁ ଆସିଲା। ଏଣେ ଝୁମୁରି ବିଲେଇକୁ ଦେଖି ମନେ ମନେ ଚିନ୍ତା କଲା, ଆରେ ବିଲେଇ ଏତେ ସକାଳୁ ଚାଲି ଆସିଲାଣି, ଓହୋ ତାକୁ ଆଜି ପାଣି ଦବାକୁ ପଡିବ। ଏହା ଭାବି ଝୁମୁରି ବିଲେଇକୁ ଧରି ଜଙ୍ଗଲକୁ ଗଲା। ଆରେ ବିଲେଇ, ଆଜି ଆମ ଜଙ୍ଗଲରେ ବୁଲିବାନି, ଆଜି ମୁଁ ତତେ ଗୋଟେ ନୂଆ ଜାଗାକୁ ନେବି। ଆମେ ସେଇଠି ବସିକି ଗପସପ ହବା। ମୁଁ ତତେ ମୋ ମନ କଥା କହିବି, ତୁ ମତେ ତୋ ମନ କଥା କହିବୁ। ଏହା କହି ଝୁମୁରି ବିଲେଇକୁ ସେ ଗୁମ୍ଫା ପାଖକୁ ନେଇଗଲା ଓ ଗୁମ୍ଫା ପାଖରେ ପହଞ୍ଚି ବିଲେଇକୁ କହିଲା, ବିଲେଇ, ମୁଁ ଏଇଠି ଆମ୍ବ ଖାଉଛି, ତୁ ଗୋଟେ କାମ କର, ସେ ଗୁମ୍ଫା ଭିତରେ ଗୋଟିଏ ବଡ ହାଣ୍ଡି ଅଛି, ତୁ ସେ ହାଣ୍ଡିଟିକୁ ନେଇ ଆସେ। ମୁଁ କିଛି ଆମ୍ବ ସେ ହାଣ୍ଡିରେ ପୁରେଇ ଦେବି। ଆମେ ଗଲା ବେଳକୁ ହାଣ୍ଡିରେ ଆମ୍ବ ନେଇକି ଯିବା। ତାପରେ ବିଲେଇ ଝୁମୁରିର କଥା ମାନି ସେ ଗୁମ୍ଫା ଭିତରକୁ ଗଲା। ହେଲେ ସେ ଜାଣିନଥିଲା ଯେ ସେ ଗୁମ୍ଫାଟି ଗୋଟିଏ ଅସୁରୁଣୀର। ବିଲେଇ ଯେମିତି ସେ ଗୁମ୍ଫା ଭିତରକୁ ପଶିଲା, ଠିକ୍ ସେଇ ସମୟରେ ବିଲେଇ ଜୋରେ ଚିତ୍କାର କରିବାକୁ ଲାଗିଲା, ଆଲୋ ଝୁମୁରି, ଆଲୋ ମତେ ବଞ୍ଚା, ଆଲୋ ଏ ଅସୁରୁଣୀ ମତେ ମାରି ଖାଇଯିବ, ବଞ୍ଚାଅ ବଞ୍ଚାଅ, ମତେ ବଞ୍ଚାଅ। ହଠାତ୍ ବିଲେଇର ଚିତ୍କାର ଶୁଣି ଝୁମୁରି ଆଉ ତାକୁ ବଞ୍ଚେଇବା ପାଇଁ ସେ ଗୁମ୍ଫା ଭିତରକୁ ଗଲା ନାହିଁ। ଓଲଟା ସେ ତାର ଘରକୁ ଦୌଡ଼ିବାକୁ ଲାଗିଲା। ସେହିଦିନ ଠାରୁ ଝୁମୁରିକୁ ଆଉ କେହି ବି ହଇରାଣ କଲେ ନାହିଁ।